ପୁରୀର ସ୍ୱର୍ଗଦ୍ୱାର। ଏଠାରେ ମଣିଷର ସାରା ଜୀବନର ପାପ ପୁଣ୍ୟ ସ୍ୱର୍ଗଦ୍ୱାରର ଜୁଇ ନିଆଁରେ ଜଳିବାରୁ ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ମନୁଷ୍ୟ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ପାଇଥାଏ ଏବଂ ଏଠାରେ ଅନ୍ତିମ ସଂସ୍କାର କରିଦେଲେ ମନୁଷ୍ୟକୁ ପୁନର୍ବାର ଜନ୍ମ ନେବାକୁ ପଡ଼ିନଥାଏ। ପୁରୀ ସ୍ୱର୍ଗଦ୍ୱାର ଯାହା ହେଉଛି ମୁକ୍ତିର ଦ୍ୱାର। ଆମ ହିନ୍ଦୁ ସଂସ୍କୃତି ଅନୁସାରେ ସ୍ୱର୍ଗଦ୍ୱାର ହେଉଛି ମନୁଷ୍ୟର ଶେଷ ଠିକଣା। ଖାଲି ଓଡ଼ିଶା ନୁହେଁ, ଭାରତର ପ୍ରତ୍ୟେକ କୋଣ ଅନୁକୋଣରୁ ଲୋକଙ୍କ ବିଶ୍ୱାସ ହିଁ ସେମାନଙ୍କୁ ଏଇଠିକୁ ଟାଣି ଆଣିଥାଏ। ବନ୍ଧୁ, ତାହେଲେ ଆସନ୍ତୁ ଜାଣିବା ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପ୍ରଥା କେବେଠାରୁ ଚାଲି ଆସିଛି, କାହିଁକି ଶବଦାହ କରାଯାଏ ଏଠାରେ? ସତରେ କଣ ଏଠି ସ୍ୱର୍ଗକୁ ଯିବା ପାଇଁ ସିଡ଼ି ଅଛି? ବନ୍ଧୁ, ତାହେଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ କାହାଣୀ। କିମ୍ବଦନ୍ତୀ ମାନ୍ୟତା ଅନୁସାରେ ରାଜା ଅନଙ୍ଗ ଭୀମଦେବ ତାଙ୍କ ଅଜଣାତରେ ଗୋଟିଏ ବ୍ରହ୍ମହତ୍ୟା ଦୋଷ କରିଦେଇଥିଲେ। ସେହି ଦୋଷ କାରଣରୁ ତାଙ୍କ ରାଜ୍ୟକୁ ଦୁର୍ଭିକ୍ଷ ମାଡ଼ି ଆସିଲା। ବର୍ଷ ବର୍ଷ ଧରି ବର୍ଷା ନ ହେବା କାରଣରୁ ଜମିରେ ଫସଲ ତ ଦୂରର କଥା, ଘାସଟିଏ ବି କଅଁଳିଲା ନାହିଁ। ଖାଦ୍ୟ ଅଭାବରୁ ପଶୁପକ୍ଷୀ ଓ ମଣିଷମାନେ ପୋକମାଛି ପରି ପଡ଼ି ମରିବାକୁ ଲାଗିଲେ। ଆଉ ଅନ୍ୟ କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ନିଜ ଘରଦ୍ୱାର ଛାଡ଼ି ଅନ୍ୟ ରାଜ୍ୟକୁ ଚାଲିଗଲେ। ରାଜ୍ୟର ଏପରି ଅବସ୍ଥା ଦେଖି ରାଜା ବଡ଼ ଚିନ୍ତାରେ ପଡ଼ିଗଲେ। ଦିନେ ରାଜା ତାଙ୍କର ସମସ୍ତ ମନ୍ତ୍ରୀ, ଜ୍ଞାନୀଗୁଣୀ ଓ ପଣ୍ଡିତ ମଣ୍ଡଳୀଙ୍କୁ ଡାକି ଏହି ମହାବିପତ୍ତିରୁ ରାଜ୍ୟବାସୀ କେମିତି ମୁକ୍ତି ପାଇବେ ଓ ରାଜ୍ୟ ପୂର୍ବପରି କେମିତି ସ୍ୱାଭାବିକ ହେବ, ସେଥିପାଇଁ କିଛି ଉପାୟ ବାହାର କରିବାକୁ ଅନୁରୋଧ କଲେ। ଏହି ସମୟରେ ସଭା ମଧ୍ୟରୁ ତାଙ୍କର ଜଣେ ମନ୍ତ୍ରୀ ଉଠିଯାଇ କହିଲେ, ମହାରାଜ, ଆମ ରାଜ୍ୟ ଉପରେ ବୋଧେ ଇନ୍ଦ୍ରଦେବ ରାଗି ଯାଇଛନ୍ତି। ସେଇଥିପାଇଁ ମୁଁ ଭାବୁଛି ଆପଣ ଆମ ରାଜ୍ୟର ଓ ଆମ ରାଜ୍ୟର ଲୋକମାନଙ୍କ ସମସ୍ୟା ଉଲ୍ଲେଖ କରି ଗୋଟିଏ ଚିଠି ଲେଖନ୍ତୁ ଏବଂ ଆମ ଦ୍ୱାରା ଆମ ଅଜାଣତରେ ଯଦି କିଛି ଭୁଲ ହୋଇଯାଇଥାଏ ସେଥିପାଇଁ ଆମକୁ କ୍ଷମା କରିଦେବା ପାଇଁ ସେ ଚିଠିରେ ଲେଖନ୍ତୁ ଏବଂ ଆମ ଉପରେ କୃପା କରି ଆମ ରାଜ୍ୟରେ ବର୍ଷା କରିବା ପାଇଁ ବିନୀତ ଅନୁରୋଧ କରନ୍ତୁ। ଏହି କଥାଟା ରାଜାଙ୍କ ମନକୁ ବେଶ ପାଇଲା। ରାଜା ଆଉ କାଳ ବିଳମ୍ବ ନ କରି ଇନ୍ଦ୍ରଦେବଙ୍କ ପାଖକୁ ଗୋଟିଏ ଚିଠି ଲେଖିବାକୁ ଆରମ୍ଭ କଲେ ଏବଂ କିଛି ସମୟ ପରେ ରାଜା ଚିଠି ଲେଖି ସାରି ମନ୍ତ୍ରୀଙ୍କୁ କହିଲେ, ମହାମନ୍ତ୍ରୀ, ଏ ଚିଠିକୁ ଆପଣ ନିଅନ୍ତୁ ଏବଂ ଅବିଳମ୍ବେ ଇନ୍ଦ୍ରଦେବଙ୍କ ପାଖକୁ ପଠାଇ ଦିଅନ୍ତୁ। ଯଦି ଆଗାମୀ 7 ଦିନ ଭିତରେ ବର୍ଷା ହେଲା ତାହେଲେ ମୁଁ ଜାଣିବି ଆପଣ ଏ ଚିଠିକୁ ଇନ୍ଦ୍ରଦେବଙ୍କ ପାଖକୁ ପଠାଇଛନ୍ତି। ଆଉ ଯଦି ବର୍ଷା ନ ହେଲା ତାହେଲେ ମୁଁ ଜାଣିବି ଆପଣ ଏ ଚିଠିକୁ ଇନ୍ଦ୍ରଦେବଙ୍କ ପାଖକୁ ପଠାଇ ନାହାନ୍ତି। ତାପରେ ଆପଣ କଠୋର ଦଣ୍ଡରେ ଦଣ୍ଡିତ ହେବେ। ମନ୍ତ୍ରୀ ଚିଠି କଥା କହିବେ ମହା ଅଡୁଆରେ ପଡ଼ିଗଲେ। ରାଜା ତ ଏବେ ତାଙ୍କୁ ଚିଠି ପଠାଇବାକୁ ହିଁ କହିଲେଣି। ପୁଣି 7 ଦିନ ଭିତରେ ବର୍ଷା ନହେଲେ କଠିନ ଦଣ୍ଡ ଭୋଗିବାକୁ ପଡ଼ିବ। ମନ୍ତ୍ରୀ ଏବେ ଚିନ୍ତାରେ ପଡ଼ିଗଲେ। ଇନ୍ଦ୍ରଦେବଙ୍କ ପାଖକୁ ସେ କେମିତି ବା ଚିଠି ପଠାଇ ପାରିବେ? ଏମିତି ଚିନ୍ତା କରି କରି ମନ ଦୁଃଖରେ ଯାଇ ତାଙ୍କ ଘରେ ପହଞ୍ଚିଲେ। ମନ୍ତ୍ରୀଙ୍କ ସ୍ତ୍ରୀ ମନ୍ତ୍ରୀକୁ ଚିନ୍ତାରେ ଦେଖି ବ୍ୟସ୍ତ ହୋଇ ପଡ଼ିଲେ ଓ ପଚାରିଲେ, ଆରେ କଣ ହୋଇଛି ତୁମର? ତୁମ ମୁହଁ କାହିଁକି ଶୁଖି ଯାଇଛି? କଣ କିଛି ଅସୁବିଧା ହୋଇଛି କି? ମତେ କୁହ, ମୁଁ ଯଦି ତୁମକୁ କିଛି ସାହାଯ୍ୟ କରିପାରିବି ମୁଁ ମୋ ନିଜକୁ ଧନ୍ୟ ମନେ କରିବି। ତାପରେ ମନ୍ତ୍ରୀ ତାଙ୍କ ସ୍ତ୍ରୀଙ୍କ ଆଗରେ ସବୁ କଥା ଗୋଟି ଗୋଟି କରି କହିଲେ। ତାଙ୍କ ସ୍ତ୍ରୀ କହିଲେ, ଆରେ ଇନ୍ଦ୍ରଦେବଙ୍କ ପାଖକୁ ଚିଠି ଦେବ? କଣ ଗେଲ ଲାଗିଛି ନା କଣ? ରାଜାଙ୍କର ଇଏ କେମିତି କଥା?
ତାଙ୍କ ଘର କଣ ଏଇଠି କୋଉଠି ହେଇଛି ଯେ ତମେ ତାଙ୍କ ଘରେ ନେଇ ଚିଠିଟାକୁ ଦେଇ ଆସିବ? ଆରେ ସେ ସ୍ୱର୍ଗରେ ରୁହନ୍ତି, ସେଠିକି ଚିଠି ପଠାଇବାଟା କଣ ସମ୍ଭବ? ହଁ, ତମେ ଗୋଟିଏ କାମ କର, ଚିଠି ଦେବା କାମ ହେଉଛି ତ ଡାକବାଲାର। ତେଣୁ ତୁମେ ଡାକବାଲାକୁ ରାଜାଙ୍କ ଦଣ୍ଡ କଥା କହି ଚିଠିଟି ଦେଇ ଆସ। ତାପରେ ସେ ଚିଠିକୁ ଇନ୍ଦ୍ରଦେବଙ୍କ ପାଖକୁ କେମିତି ପଠାଇବ ସେ କଥା ସିଏ ବୁଝିବ। এই কথাটা মন্ত্রীଙ୍କ মনକୁ ବେଶ ପାଇଲା। ତାପରେ ମନ୍ତ୍ରୀ ସେ ଚିଠିକୁ ନେଇ ଡାକବାଲାକୁ ଦେଇଦେଲେ ଏବଂ ରାଜାଙ୍କ ଦଣ୍ଡ କଥା ସବୁ ଗୋଟି ଗୋଟି କରି କହିଲେ। ତାପରେ ସେଠୁ ଚାଲିଗଲେ। ଡାକବାଲା ସେ ଚିଠିର ଠିକଣାକୁ ଦେଖି ତା ମୁଣ୍ଡ ଘୁରିଗଲା। ଚିଠି ନ ପହଞ୍ଚିଲେ ପୁଣି ରାଜାଙ୍କ କଠିନ ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିବ। କେମିତି ଚିଠିକୁ ଦେବେ ସେ ଭାରି ଚିନ୍ତାରେ ପଡ଼ିଗଲେ। ଏମିତି କିଛି ସମୟ ଭାବୁ ଭାବୁ ତାଙ୍କ ମନେ ପଡ଼ିଲା ଯେ ଦିନେ ତାଙ୍କ ଜେଜେ କହୁଥିଲେ, ମହାପ୍ରଭୁ ଜଗତରନାଥ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସ୍ୱର୍ଗରୁ ସବୁ ଦେବାଦେବୀ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ଯିବା ଆସିବା କରନ୍ତି। ସେଇଥିପାଇଁ ସେ ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାରକୁ ଗଲେ। ଓ ସେଠାକାର ଦ୍ୱାରପାଳ ଇନ୍ଦ୍ର ପ୍ରତିହାରୀଙ୍କୁ ଚିଠିଟି ଦେଇ କହିଲେ, ଦ୍ୱାରପାଳ ମହାଶୟ, ଏ ଚିଠିକୁ ମହାରାଜ ଅନଙ୍ଗ ଭୀମଦେବ ଦେଇଛନ୍ତି। ଆଉ କହିଛନ୍ତି ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯେତେବେଳେ ଇନ୍ଦ୍ରଦେବ ଆସିବେ ସେତେବେଳେ ଏ ଚିଠି ତାଙ୍କୁ ଦେଇଦେବ। ଯଦି 7 ଦିନ ଭିତରେ ବର୍ଷା ହେଲା ମହାରାଜ ଜାଣିବେ ଯେ ତମେ ଚିଠିକୁ ଇନ୍ଦ୍ରଦେବଙ୍କୁ ଦେଇଛ ବୋଲି। ଆଉ ଯଦି ବର୍ଷା ନ ହେଲା ରାଜା ତୁମକୁ କଠିନ ଦଣ୍ଡରେ ଦଣ୍ଡିତ କରିବେ। ଦ୍ୱାରପାଳ ଏବେ ଚିନ୍ତାରେ ପଡ଼ିଗଲେ। ସିଏ ଭାବୁଥାନ୍ତି, ଆରେ ରାଜାଙ୍କର ଇଏ କେମିତି ବିଚାର? ମୁଁ ତ ସାଧାରଣ ମଣିଷଟିଏ। ମୁଁ ଶୁଣିଛି ସମସ୍ତ ଦେବାଦେବୀ ଏହି ଦ୍ୱାର ଦେଇ ଯିବା ଆସିବା କରନ୍ତି, ହେଲେ ସେମାନେ ପ୍ରକୃତରେ ଆସନ୍ତି କି ଆସନ୍ତିନି ପ୍ରକୃତ କଥା କଣ ମୁଁ କିଛି ବି ଜାଣିନି। ଆଉ ଯଦି ବି ସେ ଆସୁଥିବେ କେଉଁ ରୂପରେ ଆସୁଥିବେ ମୁଁ ତ ତାଙ୍କୁ କେବେ ବି ଦେଖିନି। ମୁଁ ତାଙ୍କୁ ଚିହ୍ନିବି କେମିତି? ଆଉ ଏ ଚିଠି ଦେବି କେମିତି? ଏମିତି ଚିନ୍ତା କରି କରି ସେ ଦ୍ୱାରର ଏପଟରୁ ସେପଟକୁ ଖାଲି ହେଉଥାନ୍ତି ଏବଂ କହି ହେଉଥାନ୍ତି, ହେ ଇନ୍ଦ୍ରଦେବ, କୃପା କରି ଏ ଚିଠିଟି ମୋ ହାତରୁ ନିଅନ୍ତୁ ଓ ରାଜାଙ୍କ ଦଣ୍ଡରୁ ମୋତେ ବଞ୍ଚାଇ ଦିଅନ୍ତୁ। ଏମିତି ଦିନମାନ ଏପଟ ସେପଟ ହୋଇ ସେ କ୍ଳାନ୍ତ ହୋଇପଡ଼ି ସେ ଦ୍ୱାର ମୁହଁରେ ବସି ପଡ଼ିଲେ ଓ କ୍ଳାନ୍ତ ହେବା କାରଣରୁ ତାଙ୍କ ଆଖିକୁ ନିଦ ଆସିଗଲା। ଏହି ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଇନ୍ଦ୍ରଦେବ ଆସିଲେ। ସେତେବେଳେ ଦ୍ୱାରପାଳ ଶୋଇପଡ଼ିଥାନ୍ତି। ଇନ୍ଦ୍ରଦେବ ତାଙ୍କ ହାତରୁ ଚିଠିଟି ନେଇ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ମନ୍ଦିର ଭିତରକୁ ଚାଲିଗଲେ ଓ ଦର୍ଶନ କରି ଫେରିଲା ବେଳେ ସେ ଚିଠିକୁ ପଢ଼ିଲେ ଏବଂ ସେ ଚିଠିର ଉତ୍ତର ଲେଖି ତାଙ୍କ ହାତରେ ଦେବା ସମୟରେ ଦ୍ୱାରପାଳଙ୍କ ନିଦ ଭାଙ୍ଗିଗଲା। ସେ ଇନ୍ଦ୍ରଦେବଙ୍କୁ ପଚାରିଲେ, ଆପଣ କିଏ? ଆଉ ଏ ଚିଠି ମୋ ହାତରୁ ଆପଣ କାହିଁକି ନେଇଥିଲେ? ଇନ୍ଦ୍ରଦେବ କହିଲେ, ମୁଁ ହେଉଛି ଦେବରାଜ ଇନ୍ଦ୍ର। ମୁଁ ଏ ଚିଠିକୁ ପଢ଼ି ସାରିଛି ଏବଂ ସେଥିରେ ତାର ଉତ୍ତର ମଧ୍ୟ ଲେଖିଦେଇଛି। ତମେ ରାଜାଙ୍କୁ ଯାଇ କହିବ ଆସନ୍ତା 7 ଦିନ ମଧ୍ୟରେ ନିଶ୍ଚୟ ବର୍ଷା ହେବ। ଦ୍ୱାରପାଳ କହିଲେ, ଆପଣ ଦେବରାଜ ଇନ୍ଦ୍ର ବୋଲି ମୁଁ କେମିତି ବିଶ୍ୱାସ କରିବି? ଓ ଆପଣ ଯଦି ବି ଦେବରାଜ ଇନ୍ଦ୍ର ହୋଇଥାଅ ରାଜା ବା କେମିତି ବିଶ୍ୱାସ କରିବେ? ଇନ୍ଦ୍ରଦେବ କହିଲେ, ଶୁଣ ଦ୍ୱାରପାଳ, ମୋ ନାଁ ଇନ୍ଦ୍ର ଆଉ ତୁମ ନାଁ ମଧ୍ୟ ଇନ୍ଦ୍ର ପ୍ରତିହାରୀ। ସେହି ଦୃଷ୍ଟିରୁ ଆମେ ଦୁହେଁ ଆଜିଠାରୁ ମୈତ୍ର ହେଲେ। ତୁମେ ମୋ ମୈତ୍ର ହୋଇଥିବାରୁ ମୁଁ ତୁମକୁ ଗୋଟିଏ ମନ୍ତ୍ର କହୁଛି। ତୁମର ମୁଁ ଯେତେବେଳେ ଆବଶ୍ୟକ ମନେ ହେବି ତୁମେ ଏ ମନ୍ତ୍ରକୁ 3 ଥର ଉଚ୍ଚାରଣ କରିବ ଆଉ ମୁଁ ତୁମ ପାଖରେ ଉପସ୍ଥିତ ହୋଇଯିବି।
एकथा कही इंद्रदेव तांको ऐरावत हाथी बसी आगको चलिले। द्वारपाल मध्य तांको पछे पछे चलिले। द्वारपाल एमिति तांको पछे पछे आसी समुद्र कूल रे पहुंचिले। एवं इंद्रदेव गोटे निर्दिष्ट स्थान स्वर्ग को उड़ी गले। द्वारपाल यह देखी से स्थान से धरी बेतटी को पोती दे राजा पाखक आसिले। राजा को चिठी दे इंद्रदेव कहितबा सब कथा गोटी गोटी करी कहले एवं समुद्र कूल रे जेउठु इंद्रदेव उड़ी गले सेठी से तांको बेत को पोती देइचंती बोली कहले। हेले राजा समस्त सभासदगण ये कथा को विश्वास कले ना एवं यार सत्यता जानिबा पई राजा समस्त को सांगरे नै समुद्र कूल को गले। सेटारे पहुंची द्वारपाल को कहले तुमे जदि सब सत कथा कहूच ताहले एबे तुमे एठा को इंद्रदेव को डकाओ नहेले तुमे हमको मिछ कहि ठकिबा अपराध रे कठिन दंड रे दंडित हेबो। द्वारपाल जनक दंड भय रे इंद्रदेव देइथिबा मंत्र को 3 थर उच्चारण करिया मात्रे इंद्रदेव सेठारे प्रकट हेले। इंद्रदेव को देखि समस्त को विश्वास होई गला। समस्त इंद्रदेव को प्रणाम कले। इंद्रदेव समस्त को आशीर्वाद करी सेठारु चली गले। किछि दिन पर वर्षा हैला। धरणी रानी शस्य श्यामला होई उठिला। चढ़ई मानक किचिरी मिचिरी शब्द रे चतुर्दिग कंपी उठिला। तापरे समुद्र कूल रे जे स्थान इंद्रदेव जाइथिले ओ आसीथिले सेही स्थान स्वर्ग को रास्ता अछि बोली समस्त भाबी नेले। तेणु सेठारे मनुष्यर अंतिम सत्कार हेले आत्मा से ही रास्ता दे सीधा स्वर्ग रे पहुंचबो ओ से आत्मार मुख्य प्राप्ति हेबो बोली विश्वास करिनेले। सेही दिन ठारू भक्त और श्रद्धालु माने जेबे श्रीमंदिर को जाती सेतेबेले स्वर्ग द्वार को मध्य बुलिबा को जाती ओ सेठारे किछि टंका पैसा पोती देई से पवित्र माटी को कपाळ रे बोली देई आसंती एवं टंकाटी पोती स्वर्ग द्वार रे निज पाई किछि जागा मिलु बोली महाप्रभु जगन्नाथ को प्रार्थना करंती। बंधु वीडियोटी जदि भल लगी थाए वीडियो गोटे लाइक कर दियंतु एवं चैनल को जदि नुआ आसी थांती ताले चैनल को सब्सक्राइब करी बेल आइकन को दबाई दियंतु एवं कमेंट बॉक्स रे जय जगन्नाथ बोली लिखंतु। जय जगन्नाथ। नमस्कार।